ଜଣେ ଅହଙ୍କାରୀ ଧନୀ ଝିଅର କାହାଣୀ। ଥରେ ଜଣେ ଗରିବ ପୁଅ ଜଣେ ଧନୀ ଝିଅକୁ ଭଲ ପାଉଥିଲେ। ପୁଅଟି ତାଙ୍କୁ ବହୁତ ଭଲ ପାଉଥିଲା। ତେଣୁ ଦିନେ ସେ ପ୍ରପୋଜ କରିଥିଲେ। ସେ ଯୁବତୀ ଜଣକ ତାଙ୍କୁ ପ୍ରତ୍ୟାଖ୍ୟାନ କରି କହିଲେ, ଶୁଣ, ତୁମର ମାସିକ ଦରମା ଏପରି କି ମୋର ଦୈନନ୍ଦିନ ଖର୍ଚ୍ଚଠାରୁ ମଧ୍ୟ କମ୍। ତୁମ ସହିତ କେମିତି ରହିପାରିବେ? ଆପଣ କିପରି କହିପାରିଲେ ମୋ ପାଖକୁ ଆସି ମୋତେ ପଚାରିବାକୁ ଚିନ୍ତା କଲେ? ମୁଁ ତୁମକୁ କେବେ ବି ଭଲ ପାଇପାରିବି ନାହିଁ। ମୋ କଥା ଭୁଲିଯାଅ ଏବଂ ନିର୍ବନ୍ଧ କରିବା ପାଇଁ ଆପଣ ସ୍ତରର କାହାକୁ ଖୋଜିବାକୁ ଯାଆନ୍ତୁ। ଝିଅର ଚିନ୍ତାଧାରା ଜାଣିବା ପରେ ମଧ୍ୟ ସେ ତାଙ୍କୁ ଭଲ ପାଆନ୍ତି ଏବଂ ପ୍ରତ୍ୟାଖ୍ୟାନ ହେବା ପରେ ପୁଅ ଚାଲିଗଲା, କିନ୍ତୁ ତାଙ୍କୁ ଭୁଲି ପାରିଲେ ନାହିଁ। 10 ବର୍ଷ ପରେ ସେମାନେ ସପିଂ ମଲ୍ ଭିତରେ ପରସ୍ପରକୁ ଧକ୍କା ହୋଇଥିଲେ। ଝିଅଟି ତାକୁ ଚିହ୍ନି କହିଲା, ଏଇ ତୁମେ? ପୁଅଟି ଝିଅକୁ ପଚାରିଲେ, ଆପଣଙ୍କ ହାଲଚାଲ କ'ଣ? ମୁଁ ବର୍ତ୍ତମାନ ବିବାହ କରିସାରିଛି। ସେ ବହୁତ ସ୍ମାର୍ଟ ଏବଂ ଆପଣ ଜାଣନ୍ତି କି ମୋ ସ୍ୱାମୀଙ୍କର କେତେ ଦରମା? ଏହା ମାସିକ $20,000। ଆପଣ ଏହାକୁ ପରାସ୍ତ କରିପାରିବେ କି? ସେହି ଝିଅଟି ଏକଥା ଶୁଣି ପୁଅଟିର ଆଖି ଭିଜି ଯାଉଛି। ଏହାର କିଛି ସେକେଣ୍ଡ ପରେ ତାଙ୍କ ସ୍ୱାମୀ ଆସି ପହଞ୍ଚିଲେ। ପୁଅଟିକୁ ଦେଖି ଝିଅ କିଛି କହିବା ପୂର୍ବରୁ ତାର ସ୍ୱାମୀ କହିଲା, ସାର୍, ଆପଣ ଏଠାରେ ଅଛନ୍ତି? ସାର୍, ଆପଣ ମୋ ପତ୍ନୀକୁ ଜାଣନ୍ତି? ତାଙ୍କ ପତ୍ନୀକୁ କହିଲେ, ଇଏ ହେଉଛନ୍ତି ମୋର ମାଲିକ। ତାଙ୍କ ପାଖରେ 100 ନିୟୁତ ଲୋକଙ୍କ ପାଇଁ କାମ କରୁଥିବା ଲୋକଙ୍କ ମଧ୍ୟରୁ ମୁଁ ଜଣେ। ଡଲାର ପ୍ରୋଜେକ୍ଟର ପତ୍ନୀକୁ ଦେଖି ସ୍ୱାମୀ କହିଲେ। ସ୍ୱାମୀ ଆହୁରି କହିଛନ୍ତି, ସେ ବହୁତ ଭଲ ବ୍ୟକ୍ତି ଏବଂ ଆପଣ ଜାଣନ୍ତି କି ମୋର ମାଲିକ ପ୍ରିୟ। ମୋର ମାଲିକ ଜଣେ ଝିଅକୁ ଭଲ ପାଉଥିଲେ, କିନ୍ତୁ ସେ ତାଙ୍କ ହୃଦୟକୁ ଜିତି ପାରିନଥିଲେ। ସେଥିପାଇଁ ସେ ଅବିବାହିତ ରହିଲେ। ଯଦି ସେ ମୋ ମାଲିକଙ୍କୁ ବିବାହ କରିଥାନ୍ତା, ତେବେ ସେହି ଝିଅ କେତେ ଭାଗ୍ୟବାନ ହୋଇଥାନ୍ତା। ଏବେ ଆଜିକାଲି କିଏ କାହାକୁ ଏତେ ଭଲ ପାଉଥିବ? ଝିଅଟି ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟ ହୋଇଯାଇଥିଲା, କିନ୍ତୁ ଏହାପରେ କିଛି କହିପାରିନଥିଲା। ନୈତିକ ଜୀବନ ବହୁତ ଛୋଟ, ତେଣୁ ଅଧିକ ଅହଙ୍କାରୀ ଏବଂ ଗର୍ବିତ ହୁଅନ୍ତୁ ନାହିଁ। ନିଜେ ଏବଂ ଅନ୍ୟମାନଙ୍କର ସାମ୍ପ୍ରଦାୟିକ ପରିସ୍ଥିତିକୁ ତଳକୁ ଦେଖନ୍ତୁ। ସମୟ ବଦଳୁଛି, କାହାକୁ କମ୍ ଅକଳନ କରନ୍ତୁ ନାହିଁ, କାରଣ ସମସ୍ତଙ୍କର ଏକ ଉତ୍ତମ ଭବିଷ୍ୟତ ହୋଇପାରେ। ଧନ୍ୟବାଦ ବନ୍ଧୁମାନେ, ଆପଣମାନଙ୍କୁ ଏହି ଝିଅଟିର କାହାଣୀ ଶୁଣାଇଥିବାରୁ। ଏ ଝିଅଟିର କାହାଣୀ ଗୋଟିଏ ହେଉଛି ଧନୀ ଝିଅର କାହାଣୀ, ଯେଉଁମାନେ ଅହଙ୍କାର ଆଉ ଜିଦି ହୁଅନ୍ତି।